ଦେଖନ୍ତୁ, କଳ୍ପନା କରନ୍ତୁ ଗୋଟେ ଏମିତି ଲୋକ ବିଷୟରେ ଯିଏ କ୍ୱଚିତ୍ କେବେ ଉଚ୍ଚ ସ୍ୱରରେ କଥା କୁହନ୍ତି, ମାନେ ପୁରା ଶାନ୍ତ ସ୍ୱଭାବର, ତଥାପି ସେ ଦଶଦଣ୍ଡି ଦଶଧି ଧରି ଲୋକଙ୍କ ହୃଦୟରେ ରାଜ କଲେ। ଏକଦମ। ଏଇଟା ଗୋଟେ ବହୁତ ବଡ଼ କଣ୍ଟ୍ରାଷ୍ଟ। ମାନେ ସାଧାରଣତଃ ଆମେ ଭାବୁ ଯେ ନେତାମାନେ ବହୁତ ଆଗ୍ରେସିଭ୍ ହେବା ଦରକାର। ହଁ, ଠିକ୍ କହିଲେ। ଆଉ ଆଜିର ଏହି ଗଭୀର ଆଲୋଚନାରେ ଆମେ ଏହି ପ୍ରସଙ୍ଗ ଉପରେ ହିଁ ଫୋକସ୍ କରିବା। ଆମେ ଦେଖିବା ଯେ ଗୋଟିଏ ସାଧାରଣ ଆଉ ଶାନ୍ତ ବ୍ୟକ୍ତିତ୍ୱ କିପରି ଭାରତର ସର୍ବାଧିକ ବିଶ୍ୱସ୍ତ ନେତାମାନଙ୍କ ମଧ୍ୟରୁ ଜଣେ ହୋଇପାରିଲେ। ଆଉ ଆମ ପାଖରେ ଯେଉଁ ସବୁ ସୋର୍ସ ଅଛି, ପ୍ରବନ୍ଧ, ସାକ୍ଷାତକାର, ସେଥିରୁ ଆମେ କେବଳ ଇତିହାସ ନୁହେଁ ବରଂ ତାଙ୍କ ମାଇଣ୍ଡସେଟ୍ ଆଉ ଲିଡରସିପ୍ ଷ୍ଟାଇଲକୁ ଡିକୋଡ୍ କରିବା। ବିଲକୁଲ। ଆଉ ମୁଁ ଭାବୁଛି ଏଥିରୁ ଆମକୁ ବିଶେଷ କରି ଛାତ୍ର, ଶିକ୍ଷକ ଆଉ ଯୁବପିଢ଼ିଙ୍କୁ ବାସ୍ତବ ଜୀବନର ବହୁତ କିଛି ଲେସନ୍ ବା ଶିକ୍ଷା ମିଳିବ। କାରଣ ମୋ ମତରେ ଗର୍ଜନ କରୁଥିବା ନଦୀ ଅପେକ୍ଷା ଶାନ୍ତ ସମୁଦ୍ରର ଗଭୀରତା ଆଉ ଶକ୍ତି ବହୁତ ଅଧିକ ଥାଏ। ଆରେ ବାଃ, ଏଇଟା ବହୁତ ବଢ଼ିଆ ଏକ୍ଜାମ୍ପଲ୍ ଦେଲେ। ନୀରବତାର ବି ନିଜର ଗୋଟେ ବହୁତ ବଡ଼ ଶକ୍ତି ଅଛି। ଆଉ ଏହି ସାଧାରଣରୁ ଅସାଧାରଣ ହେବାର ଯାତ୍ରା ବାସ୍ତବରେ ମନସ୍ତାତ୍ତ୍ୱିକ ସ୍ତରରେ ବହୁତ ଡିପ୍। ତେବେ ଚାଲନ୍ତୁ ସେହି ନୀରବତାର ଶକ୍ତି କଥା ଆରମ୍ଭ କରିବା ପୂର୍ବରୁ ଟିକେ ଅତୀତକୁ ଯିବା। ମାନେ ଏମିତି ଜଣେ ବ୍ୟକ୍ତି ଯିଏ ରାଜନୀତି କିମ୍ବା ସର୍ବସାଧାରଣ ପରିବେଶରୁ ସମ୍ପୂର୍ଣ୍ଣ ଦୂରରେ ଥିଲେ। ହଁ, ଯଦି ଆମେ ତାଙ୍କର ପ୍ରାରମ୍ଭିକ ଜୀବନ ଦେଖିବା, ସେ ଡୁନ୍ ସ୍କୁଲରେ ପଢ଼ିଥିଲେ। ପାଶ୍ଚାତ୍ୟ ସଂସ୍କୃତି ସହ ପୁରା ଜଡ଼ିତ ଥିଲେ। ଆଉ ସୋର୍ସଗୁଡ଼ିକ କହୁଛି ଯେ ସେ ନୂଆଦିଲ୍ଲୀରେ ଗୋଟେ ସାଇକୋଡେଲିକ୍ ବୁଟିକ୍ ମଧ୍ୟ ଚଳାଉଥିଲେ। ମାନେ ଜଣେ କଳାପ୍ରେମୀ ବ୍ୟକ୍ତି। ସତରେ। ଆଉ ତାଙ୍କର ସାମାଜିକ ସମ୍ପର୍କ କାହା ସହ ଥିଲା ଜାଣିଛନ୍ତି? ମିକ୍ ଜାଗର ଆଉ ଜ୍ୟାକ୍ଲିନ୍ କେନେଡିଙ୍କ ଭଳି ଗ୍ଲୋବାଲ ଷ୍ଟାରମାନଙ୍କ ସହ। ସେ ବହି ଲେଖୁଥିଲେ। ହଁ, କିନ୍ତୁ ପିତାଙ୍କ ମୃତ୍ୟୁ ପରେ 1997ରେ ସବୁକିଛି ବଦଳିଗଲା। ସେ ହଠାତ୍ ଆସ୍କା ଉପନିର୍ବାଚନ ଜରିଆରେ ରାଜନୀତିରେ ପାଦ ଦେଲେ। ଆଉ ମୋତେ ସବୁଠୁ ଇଣ୍ଟରେଷ୍ଟିଂ ଲାଗେ ଯେ ସେ ନିଜର ଜିନ୍ସ ଓ ଟି ସର୍ଟ ଛାଡ଼ି ସମ୍ପୂର୍ଣ୍ଣ ଭାବେ ଧଳା କୁର୍ତ୍ତା ପାଇଜାମା ଆଉ ଖୋର୍ଦ୍ଧା ଲୁଙ୍ଗି ଆପଣାଇଲେ। ଏଇଟା ଗୋଟେ ବହୁତ ବଡ଼ ଟ୍ରାନ୍ସଫର୍ମେସନ୍। ମାନେ ଏହା ଗୋଟେ ଭିଜୁଆଲ ମେସେଜ ଥିଲା ଲୋକଙ୍କ ପାଇଁ। କିନ୍ତୁ ସେ ତ ଓଡ଼ିଆ ଭାଷାରେ ବିଶେଷ ଦକ୍ଷ ନଥିଲେ। ମାନେ ସେଇଟା ତ ଗୋଟେ ମାଇନସ୍ ପଏଣ୍ଟ ହେବା କଥା ନା? ଦେଖନ୍ତୁ, ସେଇଠି ହିଁ ଅସଲ ଖେଳ। ସେ ଏହି ଦୁର୍ବଳତାକୁ ଲୁଚାଇବା ପାଇଁ ଗୋଟେ ଷ୍ଟଡିଡ୍ ସାଇଲେନ୍ସ ବା ରଣନୈତିକ ନୀରବତାକୁ ନିଜ ବଡ଼ ଅସ୍ତ୍ର କଲେ। ସେ ବେଶୀ କହିଲେ ନାହିଁ। ଆଚ୍ଛା, ମୋର ଗୋଟେ ପ୍ରଶ୍ନ ଅଛି ଏଠି। ମାନେ ପୂର୍ବରୁ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା କି କୌଣସି ଖରାପ ରେକର୍ଡ ନଥିଲା, ଯାହାକୁ ଆମେ କ୍ଲିନ୍ ସ୍ଲେଟ୍ କହୁ। ତ କ'ଣ ପ୍ରକୃତରେ ଜଣେ ନେତାଙ୍କ ପାଇଁ ଲୋକଙ୍କ ବିଶ୍ୱାସ ଜିତିବାରେ ଏହା ସବୁଠାରୁ ବଡ଼ ସୁବିଧା ଥିଲା? ଏକଦମ। ମାନେ ବିଶେଷଜ୍ଞଙ୍କ ମତରେ ତାଙ୍କର ଏହି ଅନଭିଜ୍ଞତା ହିଁ ତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି ପାଲଟିଥିଲା। ଲୋକେ ପୁରୁଣା ଦୁର୍ନୀତିଗ୍ରସ୍ତ ରାଜନୀତିରୁ କ୍ଳାନ୍ତ ହୋଇଯାଇଥିଲେ। ଆଉ ଯେତେବେଳେ ଗୋଟେ ନୂଆ ସ୍ୱଚ୍ଛ ଚେହେରା ଆସିଲା, ଲୋକେ ନିଜର ଆଶା ତାଙ୍କ ଉପରେ ଦେଖିଲେ। ସେଟା ଗୋଟେ କ୍ଲିନ୍ ସ୍ଲେଟ୍ ଥିଲା, ଯେଉଁଥିରେ ଲୋକେ ନିଜର ଭବିଷ୍ୟତ ଆଙ୍କିପାରିଲେ। ହଁ, ଏଇଟା ବହୁତ ଲଜିକାଲ ଲାଗୁଛି। କିନ୍ତୁ କେବଳ ଭଲ ଇମେଜ୍ ନେଇ ତ ଦେଶ ବା ରାଜ୍ୟ ଚଢ଼େଇ ହେବନି। ମାନେ ବାସ୍ତବରେ ଯେତେବେଳେ ଝଡ଼ ଆସେ, ସେତେବେଳେ ପ୍ରକୃତ ପରୀକ୍ଷା ହୁଏ। ଠିକ୍ କଥା। ଆଉ ଆମ ସୋର୍ସଗୁଡ଼ିକରେ ବି ବିପର୍ଯ୍ୟୟ ପରିଚାଳନା ଉପରେ ବହୁତ ଜୋର ଦିଆଯାଇଛି। ମାନେ 1999 ମହାବାତ୍ୟା କଥା ଚିନ୍ତା କରନ୍ତୁ। ଓଡ଼ିଶା 10,000ରୁ ଅଧିକ ଜୀବନ ହରାଇଥିଲା। ଆଉ ଠିକ୍ ତାପରେ ଏଇ ଶାନ୍ତ ନେତା ଜଣକ ଶାସନ ଭାର ନେଲେ। ଆଉ ସେ ଯେମିତି ଚିତ୍ର ବଦଳେଇ ଦେଲେ, ତାହା ପୁରା ବିଶ୍ୱ ପାଇଁ ଉଦାହରଣ। ମାନେ ଦେଖନ୍ତୁ, 2013ର ଫାଇଲିନ୍ ବାତ୍ୟାରେ ସେ ପ୍ରାୟ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କଲେ। ବାପରେ, 10 ଲକ୍ଷ! ହଁ, ଆଉ ଏଥିପାଇଁ ମିଳିତ ଜାତିସଂଘ ବି ତାଙ୍କୁ ପ୍ରଶଂସା କଲା। ଆଉ ନିକଟରେ ହୋଇଥିବା ଦାନା ବାତ୍ୟା କଥା ଦେଖନ୍ତୁ, 0 ମୃତାହତ ଲକ୍ଷ୍ୟ ହାସଲ ହେଲା। ସତରେ 800ରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ଆଉ ଓଡ୍ରାଫ୍ ଗଠନ ଏହାର ପ୍ରମାଣ। କିନ୍ତୁ ମୋର ଏଠି ଗୋଟେ କାଉଣ୍ଟର ପଏଣ୍ଟ ଅଛି। ହଁ, କୁହନ୍ତୁ। ସମସ୍ତେ ବିପର୍ଯ୍ୟୟ ପରିଚାଳନାର ଇନଫ୍ରାଷ୍ଟ୍ରକ୍ଚର ବା ଭିତ୍ତିଭୂମି କଥା କହୁଛନ୍ତି। ଆସନ୍ତୁ ବାସ୍ତବତା ଦେଖିବା। କେବଳ କୋଠା ନିର୍ମାଣ କରିଦେଲେ ତ ଲୋକ ବଞ୍ଚିଯାନ୍ତି ନାହିଁ। ହଁ, ସେଇଟା ଠିକ୍। ତ ଗୋଟିଏ ପୁରୁଣା ମନ୍ଥର ପ୍ରଶାସନିକ ବ୍ୟବସ୍ଥାର ମାନସିକତାକୁ ବଦଳାଇ ମଣିଷ ଜୀବନ ରକ୍ଷାକୁ ପ୍ରାଥମିକତା ଦେବା କିପରି ସମ୍ଭବ ହେଲା? ମାନେ ଏହି ଦୀର୍ଘକାଳୀନ ଭିଜନ କେମିତି ଆସିଲା? ଦେଖନ୍ତୁ, ଏହା ଥିଲା ଆକାଉଣ୍ଟେବିଲିଟି ବା ଉତ୍ତରଦାୟିତ୍ୱର ପରିବର୍ତ୍ତନ। ଯେତେବେଳେ ଟପ୍ ଲିଡରସିପ୍ରୁ ମେସେଜ ଆସିଲା ଯେ ଗୋଟିଏ ବି ଜୀବନ ଯିବା କଥା ନୁହେଁ,
ସେତେବେଳେ ପୁରା ସିଷ୍ଟମ ଆଲର୍ଟ ହୋଇଗଲା। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କେବଳ ଡ୍ୟୁଟି ନଥିଲା, ଏହା ଗୋଟେ ମିଶନ ହୋଇଗଲା। ଆଉ କେବଳ ପ୍ରାକୃତିକ ଝଡ଼ ନୁହେଁ, ରାଜନୈତିକ ଝଡ଼ ବି ସେ ବହୁତ ଶାନ୍ତ ଭାବେ ହ୍ୟାଣ୍ଡଲ କଲେ। ଓହୋ, ଆପଣ ସେହି 2012 ମସିହାର ମିଡନାଇଟ୍ କୁପ୍ ବା ମଧ୍ୟରାତ୍ରି ଷଡ଼ଯନ୍ତ୍ର କଥା କହୁଛନ୍ତି ବୋଧେ? ଏକଦମ। ପ୍ୟାରିମମ୍ ମହାପାତ୍ରଙ୍କର ସେହି ବିଦ୍ରୋହ ସମୟରେ, ମାନେ ସେତେବେଳେ ଯେକୌଣସି ସାଧାରଣ ନେତା ରାଗି ଯାଇଥାନ୍ତେ ବା ବଡ଼ ବଡ଼ ଭାଷଣ ଦେଇଥାନ୍ତେ। ହଁ, ମିଡିଆରେ ପୁରା ହଙ୍ଗାମା ହୋଇଥାନ୍ତା। କିନ୍ତୁ ସେ କ'ଣ କଲେ? ଅତି ଶାନ୍ତ ଭାବରେ ପରିସ୍ଥିତିକୁ ନିୟନ୍ତ୍ରଣ କଲେ। ନିଜର ସ୍ୱଚ୍ଛ ଭାବମୂର୍ତ୍ତି ବଜାୟ ରଖିବାକୁ ଦୁର୍ନୀତିଗ୍ରସ୍ତ ଥିବା 26 ଜଣ ମନ୍ତ୍ରୀଙ୍କୁ ସିଧା ବିଦା କରିଦେଲେ। ମାଇ ଗଡ୍, 26 ଜଣ? ହଁ, ଆଉ ସେ ବି ବିନା କୌଣସି ଡ୍ରାମାରେ। ଏଥିରୁ ଆମକୁ ସେହି ଗୋଲ୍ଡେନ୍ ରୁଲ୍ ମିଳେ, ଆବେଗକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆବେଗ ଆପଣଙ୍କ ଭବିଷ୍ୟତ ନିୟନ୍ତ୍ରଣ କରିବ। ଏହି ବିପର୍ଯ୍ୟୟ ପରିଚାଳନା ଆଉ ସ୍ୱଚ୍ଛତା ପାଇଁ ଯେଉଁ ସିଷ୍ଟମ ବଦଳିଲା, ତାପରେ ଯାଇ 5T ମଡେଲ ରୂପ ନେଲା ନା? ହଁ, ବିଲକୁଲ। 5T ମାନେ ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରେନ୍ସି, ଟାଇମ୍ ଆଉ ଟ୍ରାନ୍ସଫର୍ମେସନ୍। ଆଉ ଏହା ସହିତ ମୋ ସରକାରର ଆରମ୍ଭ। ଏହି ମୋ ସରକାର କନସେପ୍ଟ ମୋତେ ବହୁତ ଇଣ୍ଟରେଷ୍ଟିଂ ଲାଗେ। ମାନେ ମୁଁ ଯଦି ଏହାକୁ ଏକ ଉନ୍ନତ ଟେକ୍ ଷ୍ଟାର୍ଟଅପ୍ ସହ ତୁଳନା କରେ, ଯେମିତି ସେମାନଙ୍କର ଫିଡବ୍ୟାକ୍ ଲୁପ୍ ଥାଏ, ହଁ ହଁ, ଏକଦମ ଠିକ୍। ଏଠାରେ ଗ୍ରାହକ କେହି ନୁହନ୍ତି, ବରଂ 4.5 କୋଟି ନାଗରିକ ହିଁ ପରିବାର। ଆଉ ସାଧାରଣ ନାଗରିକଙ୍କର ଫିଡବ୍ୟାକ୍ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀମାନେ ସିଧା ଫୋନ୍ କରୁଥିଲେ। ମାନେ ଡାକ୍ତରଖାନା ଗଲେ ବା ଥାନାକୁ ଗଲେ ସିଧା ଫୋନ୍ ଆସିବ, ଆପଣଙ୍କୁ କେମିତି ସେବା ମିଳିଲା। ଭାବନ୍ତୁ ତ, ଏହାଦ୍ୱାରା ପ୍ରଶାସନିକ ସ୍ୱଚ୍ଛତା କେତେ ବଢ଼ିଯିବ। ଅଫିସରମାନେ ବି ଆଲର୍ଟ ରହିବେ ଯେ କେତେବେଳେ ବି ଉପର ଫୋନ୍ ଆସିପାରେ। ଏହାଛଡ଼ା ସ୍କୁଲଗୁଡ଼ିକର ରୂପାନ୍ତରଣ ବି ହେଲା। ଆଉ କ୍ରୀଡ଼ା କ୍ଷେତ୍ରରେ ଦେଖନ୍ତୁ, ମାତ୍ର 15 ମାସରେ ରାଉରକେଲାରେ ବିଶ୍ୱର ସର୍ବବୃହତ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ତିଆରି ହୋଇଗଲା। ଓଡ଼ିଶା ଗୋଟେ ପ୍ରକାର ସ୍ପୋର୍ଟସ୍ କ୍ୟାପିଟାଲ ବନିଗଲା। ହଁ, ଏତେ ସବୁ ବଡ଼ ବଡ଼ କାମ ହେଉଥିଲା, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ କେତେ ସରଳ ଥିଲା ଦେଖନ୍ତୁ। ସେହି ସାଧାରଣ ଓଡ଼ିଆ ଖାଦ୍ୟ ଖାଇବା, ମାନେ ଅମୃତଭଣ୍ଡା ସିଝା ହଉ ବା ସାଧାରଣ ଡାଲିମା, ଅବସର ସମୟରେ ଇତିହାସ ବହି ପଢ଼ିବା। କୌଣସି ଅହଙ୍କାର ନାହିଁ। ବିଲକୁଲ ନାହିଁ। ଏହାକୁ ଆମେ ନେତୃତ୍ୱ ବିନା ଅହଙ୍କାର ବା ଲିଡରସିପ୍ ୱିଦାଉଟ୍ ଇଗୋ ବୋଲି କହିପାରିବା। ଏକ୍ଜାକ୍ଟଲି। ଆଉ ଏହା ତ ଗଲା ଶାସନ ଆଉ ପ୍ରଶାସନ କଥା, କିନ୍ତୁ ସୋର୍ସଗୁଡ଼ିକ ଆଉ ଗୋଟେ ବହୁତ ବଡ଼ ନୀରବ ବିପ୍ଳବ କଥା ବି କହୁଛି। ସମାଜର ନିମ୍ନ ସ୍ତରରେ ଥିବା ମହିଳାମାନଙ୍କୁ ସଶକ୍ତ କରିବାର ପ୍ରୟାସ, ଯାହାକୁ ଆମେ ମିଶନ ଶକ୍ତି ବୋଲି ଜାଣୁ। ହଁ, ମିଶନ ଶକ୍ତି ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ମାନେ ଭାବନ୍ତୁ, 70 ଲକ୍ଷ ମହିଳା ଆଉ 6 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍ଏଚ୍ଜିକୁ ଏକାଠି କରାଗଲା। ଆଉ ଏହାର ବାସ୍ତବ ଉଦାହରଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ମାନେ ମୟୂରଭଞ୍ଜର ନନ୍ଦିନୀ ମହାନ୍ତଙ୍କ କଥା ଦେଖନ୍ତୁ। ସେ ମାତ୍ର 20 ଟଙ୍କାରୁ ନିଜ ଯାତ୍ରା ଆରମ୍ଭ କରିଥିଲେ। ଆଉ ଏବେ ସେ ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି। ଆଉ ସେମିତି ବଲାଙ୍ଗୀର କଲ୍ୟାଣୀଦୀପ ସ୍ୱାମୀଙ୍କ ମୃତ୍ୟୁ ପରେ ପୁରା ଅସହାୟ ହୋଇଯାଇଥିଲେ, କିନ୍ତୁ ଏସ୍ଏଚ୍ଜି ସହାୟତାରେ ସେ ନିଜର 7 ପିଲାଙ୍କୁ ଶିକ୍ଷିତ କରାଇ ପାରିଲେ। ସତରେ ଏହା ବହୁତ ଇମୋସନାଲ। ମାନେ ତୃଣମୂଳ ସ୍ତରରେ ପ୍ରକୃତ ପରିବର୍ତ୍ତନ। ଆଉ ଏହାର ଶିଖର ଥିଲା ଯେତେବେଳେ ଲୋକସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ 33% ସଂରକ୍ଷଣ ଦେବାର ଐତିହାସିକ ନିଷ୍ପତ୍ତି ନିଆଗଲା। ତେବେ ଏଠି ମୋର ଗୋଟେ ସିଧାସଳଖ ପ୍ରଶ୍ନ ଅଛି। ମାନେ ଆମେ ଯଦି କୌଣସି ରାଜନୈତିକ ମତଭେଦର ପକ୍ଷ ନ ନେଇ ନିରପେକ୍ଷ ଭାବେ ଦେଖିବା, ଶାସନରେ ସମବେଦନା ଏବଂ ରାଜନୈତିକ ରଣନୀତି ଭିତରେ ଗୋଟିଏ ସୂକ୍ଷ୍ମ ରେଖା ଅଛି। ହଁ, ନିଶ୍ଚୟ। ତେ ଏହି ମହିଳା ସଶକ୍ତିକରଣ କ'ଣ କେବଳ ଏକ ଗଭୀର ସାମାଜିକ ସମବେଦନା ଥିଲା, ନା ଏହା ଦୀର୍ଘକାଳୀନ ଭିତ୍ତିରେ ଏକ ଅଭେଦ୍ୟ ରାଜନୈତିକ ଦୁର୍ଗ ତିଆରି କରିବାର ସବୁଠାରୁ ଚତୁର ମାଷ୍ଟରଷ୍ଟ୍ରୋକ୍ ଥିଲା? କାରଣ ଏହାଦ୍ୱାରା 70 ଲକ୍ଷ ମହିଳାଙ୍କର ଗୋଟେ ବଡ଼ ଭୋଟ ବ୍ୟାଙ୍କ ବି ତିଆରି ହୋଇଗଲା। ଆସନ୍ତୁ ଏହାକୁ ଦୁଇଟି ଯାକ ଦିଗରୁ ବୁଝିବା। ଦେଖନ୍ତୁ, ଏଇଟା ଗୋଟେ ବହୁତ ସୁନ୍ଦର ପ୍ରଶ୍ନ। ଯଦି ଆମେ ସୋର୍ସଗୁଡ଼ିକର ନିରପେକ୍ଷ ବିଶ୍ଳେଷଣ କରିବା, ତେବେ ଏହା ଉଭୟ ଥିଲା। ଏକ ପକ୍ଷରେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହିଳାମାନଙ୍କର ଆର୍ଥିକ ସ୍ୱାଧୀନତା ବଢ଼ିଲା, ସମାଜରେ ତାଙ୍କର ସମ୍ମାନ ବଢ଼ିଲା। ଏହା ପ୍ରକୃତ ସଶକ୍ତିକରଣ। ଠିକ୍ କଥା। କିନ୍ତୁ ଅନ୍ୟପକ୍ଷରେ ରାଜନୈତିକ ଦୃଷ୍ଟିକୋଣରୁ ଯେତେବେଳେ ଆପଣ ଏତେ ବଡ଼ ବର୍ଗର ଲୋକଙ୍କୁ ସିଧାସଳଖ ଆର୍ଥିକ ସ୍ତରରେ ସୁଦୃଢ଼ କରନ୍ତି, ସେମାନେ ଆପଣଙ୍କର ବିଶ୍ୱସ୍ତ ସମର୍ଥକ ପାଲଟି ଯାଆନ୍ତି। ତେଣୁ ଏହା ଏକା ସାଙ୍ଗରେ ଗୋଟେ ଗଭୀର ସମବେଦନା ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ରଣନୀତି ମଧ୍ୟ ଥିଲା। ବହୁତ ସଠିକ୍ ଭାବେ ବୁଝାଇଲେ। ତେବେ ଆମେ ଏହି 24 ବର୍ଷର ଦୀର୍ଘ ଓ ବର୍ଣ୍ଣାଢ୍ୟ ଯାତ୍ରା ଉପରେ ବହୁତ କିଛି ଆଲୋଚନା କଲେ। ଏବେ ସମୟ ଆସିଛି ଏଥିରୁ କିଛି ବାସ୍ତବବାଦୀ ଶିକ୍ଷା ବାହାର କରିବାର।
ମାନେ ସାଧାରଣ ବର୍ଗ ଏବଂ ବିଭିନ୍ନ ପେସାରେ ଥିବା ବ୍ୟକ୍ତିବିଶେଷ ଏଥିରୁ କ'ଣ ଶିଖିପାରିବେ? ଯଦି ଆମେ ସାମଗ୍ରିକ ବାର୍ତ୍ତା ଦେଖିବା ତେବେ ସବୁଠାରୁ ବଡ଼ ଲେସନ୍ ହେଉଛି ସରଳତା ହିଁ ପ୍ରକୃତ ଶକ୍ତି। ମାନେ ବିନା କୋଳାହଳରେ କ୍ରମାଗତ କର୍ମ ହିଁ ପ୍ରତିଭାକୁ ପଛରେ ପକାଇଦିଏ, ଯାହାକୁ ଆମେ କହୁ କମ୍ କୁହନ୍ତୁ ଅଧିକ କରନ୍ତୁ। ବିଲକୁଲ। ଆଉ ଶିକ୍ଷକମାନଙ୍କ ପାଇଁ ଏଥିରେ କ'ଣ ଶିକ୍ଷା ଅଛି? ଶିକ୍ଷକମାନଙ୍କ ପାଇଁ ସେବା ମନୋଭାବ ନେଇ କାମ କରିବା। ଶିକ୍ଷାଦାନ କେବଳ ଗୋଟେ ଚାକିରି ନୁହେଁ, ବରଂ ଏହା ଉତ୍ତମ ମଣିଷ ତିଆରି କରିବା ଏକ ପବିତ୍ର ମିଶନ। ଆଉ ଆପଣଙ୍କର ନୀରବ ପ୍ରଭାବ ପିଲାଙ୍କ ଉପରେ ଦୀର୍ଘସ୍ଥାୟୀ ହୁଏ। ବହୁତ ପାଟିତୁଣ୍ଡ କରି ପିଲାଙ୍କୁ ଶିଖାଇବା ଜରୁରୀ ନୁହେଁ। ସତରେ। ଆଉ ଛାତ୍ର ଏବଂ ଯୁବପିଢ଼ିଙ୍କ ପାଇଁ? ଆଜିକାଲି ତ ପିଲାମାନେ ବହୁତ ଜଲ୍ଦି ଡିଷ୍ଟ୍ରାକ୍ଟ ହୋଇଯାଉଛନ୍ତି। ହେବାକୁ ଦେବା ଉଚିତ ନୁହେଁ। ଯେମିତି ସେ ଭାଷାଗତ ଦୁର୍ବଳତା ସତ୍ତ୍ୱେ ବି ନିଜ କାମ କଲେ। ଆଉ ପ୍ରୋଫେସନାଲ କିମ୍ବା ପେସାଦାରମାନଙ୍କ ପାଇଁ ମୁଁ ଭାବୁଛି ସେହି ଇମୋସନାଲ ଇଣ୍ଟେଲିଜେନ୍ସ ହିଁ ସବୁଠୁ ବଡ଼ ଶିକ୍ଷା। ମାନେ ଅଫିସରେ ବା ବିଜନେସରେ କୌଣସି ପରିସ୍ଥିତିରେ ଆବେଗପୂର୍ଣ୍ଣ ପ୍ରତିକ୍ରିୟା ନ ଦେବା। ଏକଦମ ଠିକ୍ କହିଲେ। ଆଉ ଗୋଟେ କଥା, ବିଫଳତାକୁ ମଧ୍ୟ ଅତି ଗରିମାର ସହ ଗ୍ରହଣ କରିବା ଶିଖିବା ଦରକାର। ହଁ, ମୁଁ ଜାଣିଛି ଆପଣ କେଉଁଆଡ଼େ ଇଙ୍ଗିତ କରୁଛନ୍ତି। 2024 ନିର୍ବାଚନ ହାରିବା ପରେ ମଧ୍ୟ ସେ ସମ୍ମାନର ସହ ପରାଜୟ ସ୍ୱୀକାର କଲେ। ହଁ, ଆଉ ବିରୋଧୀ ଦଳର ନେତା ଭାବେ ନିଜର ବର୍ଦ୍ଧିତ ଦରମାକୁ ଲୋକଙ୍କ କଲ୍ୟାଣ ପାଇଁ ତ୍ୟାଗ ବି କଲେ। ଏଥିରୁ ବଡ଼ ମର୍ଯ୍ୟାଦାବୋଧର ଶିକ୍ଷା କ'ଣ ହୋଇପାରେ? କିନ୍ତୁ ମୋର ଏଠି ଗୋଟେ ଛୋଟ ପୁଷବ୍ୟାକ୍ ଅଛି, ଟିକେ ଚିନ୍ତା କରିବାର ଖୋରାକ। କୁହନ୍ତୁ କୁହନ୍ତୁ। ଦେଖନ୍ତୁ, ଆଜିର ଡିଜିଟାଲ ଯୁଗରେ ଯେଉଁଠି ସୋସିଆଲ ମିଡିଆରେ ଅଧିକ କୋଳାହଳ କଲେ, ରିଲ୍ସ ବନାଇଲେ ହିଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରୁଛି, ସେଠାରେ ନୀରବତା ଏବଂ ସମର୍ପିତ କର୍ମ କ'ଣ ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବାସ୍ତବିକ ରଣନୀତି ହୋଇପାରିବ? ମାନେ ମନସ୍ତାତ୍ତ୍ୱିକ ସ୍ତରରେ ଶାନ୍ତ ନେତାମାନେ କାହିଁକି ଦୀର୍ଘକାଳୀନ ବିଶ୍ୱାସ ହାସଲ କରନ୍ତି? ମାନେ ଦେଖନ୍ତୁ, କୋଳାହଳ ଆପଣଙ୍କୁ ଆଟେନସନ୍ ବା ଦୃଷ୍ଟି ଦେଇପାରେ, କିନ୍ତୁ ଟ୍ରଷ୍ଟ ବା ବିଶ୍ୱାସ ଦେଇପାରିବ ନାହିଁ। ବିଶ୍ୱାସ ଗୋଟେ ରାତିରେ ତିଆରି ହୁଏନି, ଏହା କ୍ରମାଗତ କାର୍ଯ୍ୟରୁ ଆସେ। ଯେତେବେଳେ ଚାରିଆଡ଼େ ଉତ୍ତେଜନା ଥାଏ, ଲୋକେ ଗୋଟେ ଶାନ୍ତ ଆଉ ସ୍ଥିର ମଣିଷ ଉପରେ ହିଁ ଭରସା କରନ୍ତି, କାରଣ ସେମାନେ ନିର୍ଭରଯୋଗ୍ୟ ଲାଗନ୍ତି। ସତରେ ବହୁତ ଗଭୀର କଥା କହିଲେ। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ଆପଣଙ୍କୁ ସଫଳ ହେବା ପାଇଁ ଉଚ୍ଚ ସ୍ୱରର ଆବଶ୍ୟକତା ଆଦୌ ନାହିଁ। ବହୁଳ ଶବ୍ଦ ନୁହେଁ, ବରଂ ବିଚାରରେ ସ୍ପଷ୍ଟତା, ଧୈର୍ଯ୍ୟ ଏବଂ ନୀରବ ଶକ୍ତି ହିଁ ପ୍ରକୃତ ସଫଳତାର ମୂଳମନ୍ତ୍ର। ବିଲକୁଲ, ଯାହାକୁ ଆମେ ସାଇଲେଣ୍ଟ ପାୱାର କହୁ। ପାଇଁ ଗୋଟିଏ ଚିନ୍ତାଧାରା ଛାଡ଼ି ଯାଉଛୁ। ଆଜିଠାରୁ ନିଜ କର୍ମକ୍ଷେତ୍ରରେ କିମ୍ବା ବ୍ୟକ୍ତିଗତ ଜୀବନର କୌଣସି କଠିନ ପରିସ୍ଥିତିରେ ଯେତେବେଳେ ରାଗ ଲାଗିବ ବା ତୁରନ୍ତ ରିଆକ୍ଟ କରିବାକୁ ଇଚ୍ଛା ହେବ, ଟିକେ ଅଟକି ଯାଆନ୍ତୁ। ବିନା କୌଣସି ପ୍ରତିକ୍ରିୟାରେ ଏହି ରଣନୈତିକ ନୀରବତା ଏବଂ କ୍ଲିନ୍ ସ୍ଲେଟ୍ ମନୋଭାବର ବ୍ୟବହାର କରି ଦେଖନ୍ତୁ। ଜୀବନର ଝଡ଼ ସମୟରେ କେବଳ ଘର ନୁହେଁ, ନିଜ ମନକୁ କିପରି ପ୍ରସ୍ତୁତ କରିବା ଦରକାର ତାହା ନିଜେ ଅନୁଭବ କରନ୍ତୁ। କାରଣ ଆମେ ଜାଣିଲେ ବିନା କୋଳାହଳରେ ବି ହୃଦୟ ଜିଣି ହୁଏ।